ଓଡ଼ିଆ ଭାଷାର କ୍ରମ ବିକାଶ କିପରି ହୋଇଛି ଆଲୋଚନା କର। ଉତ୍ତର ହେଲା, ଭାବ ପ୍ରକାଶର ମାଧ୍ୟମ ହେଉଛି ଭାଷା। ଯେଉଁମାନଙ୍କର ଭାଷା ନାହିଁ ସେମାନେ ମଣିଷ ନୁହନ୍ତି। ଏହି କାରଣରୁ ପୃଥିବୀରେ ମଣିଷ ହେଉଛି ଭାଗ୍ୟବାନ, କାରଣ ସେ ଭାଷାର ଅଧିକାରୀ। ମାନବେତର ଜୀବମାନଙ୍କ ଭାବକୁ ଅର୍ଥାତ୍ ପଶୁପକ୍ଷୀମାନଙ୍କର ଭାବକୁ ବିଭିନ୍ନ ସଂକେତ ବା ଶବ୍ଦ ମାଧ୍ୟମରେ ଯଦିଓ ସେମାନେ ପ୍ରକାଶ କରୁଛନ୍ତି, ତଥାପି ସେଗୁଡ଼ିକୁ ଆମେ ଭାଷା ବୋଲି କହିପାରିବା ନାହିଁ। ମଣିଷ ଜୀବନରେ ଦୁଇଟି କାରଣରୁ ଭାଷାର ଉପଯୋଗିତା ରହିଛି। ପ୍ରଥମତଃ ତା'ର ପ୍ରାଥମିକ ଚିନ୍ତାଟି ଭାଷା ମାଧ୍ୟମରେ ହିଁ ସାଧିତ ହୋଇଥାଏ, ଅର୍ଥାତ୍ ପ୍ରତ୍ୟେକ ମଣିଷ ନିଜ ମାତୃଭାଷାରେ ହିଁ ପ୍ରଥମେ ଚିନ୍ତା କରିଥାଏ। ଦ୍ୱିତୀୟରେ ସେ ତା'ର ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିବାକୁ ଭାଷାର ସହାୟତା ଗ୍ରହଣ କରିଥାଏ। ତେଣୁ ପ୍ରଥମେ ନିଜେ ଚିନ୍ତା କରେ ଭାଷା ମାଧ୍ୟମରେ ବା ନିଜ ମାତୃଭାଷାରେ, ପରେ ତାହାକୁ ଅନ୍ୟ ଆଗରେ ପ୍ରକାଶ କରେ। ଏଣୁ ଏହି ଦୁଇଟି କାରଣରୁ ମଣିଷକୁ ଭାଷାର ଆବଶ୍ୟକତା ଥାଏ। ତେଣୁ ମଣିଷ ଜୀବନରେ ଭାଷାର ଉପଯୋଗିତା ଯେପରି ଅକଳନୀୟ, ସେହିପରି ତାହାର ଆବଶ୍ୟକତା ମଧ୍ୟ ଅପରିହାର୍ଯ୍ୟ। ପ୍ରତ୍ୟେକ ଭାଷାର ଧ୍ୱନିଗୁଡ଼ିକର ଉଚ୍ଚାରଣ ପଦ୍ଧତି ଭିନ୍ନ ଭିନ୍ନ। ଏହି ଧ୍ୱନିଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ନିୟମରେ ସଜ୍ଜିତ ହୋଇ ପ୍ରକାଶିତ ହେଲେ ତାହା ଭାଷାର ରୂପ ଗ୍ରହଣ କରିଥାଏ। ଏଣୁ ଭାଷାର ପରିସର ବ୍ୟାପକ। ଏହା ଏକ ପ୍ରବାହମାନ ଧାରା। ପୃଥିବୀରେ ପ୍ରାୟ 15,000ରୁ ଉର୍ଦ୍ଧ୍ୱ ଭାଷା ପ୍ରଚଳିତ। ସମୟକ୍ରମେ କିଛି ଭାଷା ମଧ୍ୟ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଇଛି। ପ୍ରତ୍ୟେକ ଭାଷାର କେତେଗୁଡ଼ିଏ ଉପଭାଷା ମଧ୍ୟ ରହିଛି। ଏହି ଉପଭାଷା ଗୁଡ଼ିକ ସେହି ମୂଳ ଭାଷାରୁ ସୃଷ୍ଟ ଏବଂ ତାହା ସେହି ଭାଷାଭାଷୀ ଅଞ୍ଚଳର ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ଏଥିରେ ଆଞ୍ଚଳିକ ପ୍ରୟୋଗର ଆଧିକ୍ୟ ପରିଲକ୍ଷିତ ମଧ୍ୟ ହୁଏ। ଏଣୁ ବର୍ତ୍ତମାନ ଆଲୋଚନା କରିବା ଏହି ଓଡ଼ିଆ ଭାଷାର ବିକାଶ କ୍ରମ। ଭାରତୀୟ ସମ୍ବିଧାନ ସ୍ୱୀକୃତ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଅନ୍ୟତମ। ଓଡ଼ିଆ ଭାଷାର ମୂଳ ଉତ୍ସ ହେଉଛି ଭାରତୀୟ ଆର୍ଯ୍ୟ ଭାଷା। ଏହି ଭାରତୀୟ ଆର୍ଯ୍ୟ ଭାଷା ଇଣ୍ଡୋ ୟୁରୋପୀୟ ଭାଷା ପରିବାରର 7ମ ବର୍ଗାନ୍ତର୍ଗତ ଇଣ୍ଡୋ ଇରାନିଆନ୍ ଆର୍ଯ୍ୟ ଶାଖାର ଭାରତୀୟ ଆର୍ଯ୍ୟ ଉପଶାଖା। ତେଣୁ ଏହା ଏହି ଇଣ୍ଡୋ ୟୁରୋପୀୟ ଭାଷା ପରିବାରର 7ମ ବର୍ଗାନ୍ତର୍ଗତ ଇଣ୍ଡୋ ଇରାନିଆନ୍ ଆର୍ଯ୍ୟ ଶାଖାର ଭାରତୀୟ ଆର୍ଯ୍ୟ ଉପଶାଖା। କ୍ରମ ବିକାଶ ସ୍ତରରେ ଭାରତୀୟ ଆର୍ଯ୍ୟ ଭାଷା 3ଟି ସ୍ତର ଦେଇ ଗତିଶୀଳ ହୋଇଛି। ପ୍ରଥମ ସ୍ତର ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ଯାହାକି ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 500 ମଧ୍ୟରେ। ସେହିପରି ଦ୍ୱିତୀୟ ସ୍ତର ହେଲା ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା, ଯାହାକି ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟୀୟ 1000 ପର୍ଯ୍ୟନ୍ତ। ଏବଂ ତୃତୀୟ ସ୍ତରଟି ହେଉଛି ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା, ଯାହାକି 1000 ଖ୍ରୀଷ୍ଟାବ୍ଦରୁ ଆଧୁନିକ ଯୁଗ ବା ବର୍ତ୍ତମାନ ପର୍ଯ୍ୟନ୍ତ। ଏଣୁ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ବୈଦିକ ସଂସ୍କୃତ ଏବଂ ଲୌକିକ ସଂସ୍କୃତ ନାମରେ ଦୁଇଟି ଭାଗରେ ବିଭକ୍ତ ଥାଇ ପରିଚିତ ଥିଲା। କଥିତ ସଂସ୍କୃତରୁ ଜନ୍ମ ନେଇଥିଲା ପରବର୍ତ୍ତୀ ସମୟରେ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା। ଏହା ମଧ୍ୟ 3ଟି ସ୍ତରରେ ବିଭକ୍ତ ଥିଲା। ପ୍ରଥମଟି ଥିଲା ପାଲି ଭାଷା, ଦ୍ୱିତୀୟଟି ଥିଲା ପ୍ରାକୃତ ଏବଂ ତୃତୀୟଟି ଥିଲା ଅପଭ୍ରଂଶ। ପ୍ରଥମ ଯେଉଁ ପାଲି ଭାଷା ଥିଲା, ଏହାର ସମୟସୀମା ଥିଲା ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟପୂର୍ବ 200। ଦ୍ୱିତୀୟ ସ୍ତର ହେଉଛି ପ୍ରାକୃତ ଭାଷା, ଏହା ଖ୍ରୀଷ୍ଟପୂର୍ବ 200ରୁ ଖ୍ରୀଷ୍ଟାବ୍ଦ 500 ପର୍ଯ୍ୟନ୍ତ। ଏବଂ ତୃତୀୟ ସ୍ତର ହେଉଛି ଅପଭ୍ରଂଶ ଭାଷା, ଯାହାକି 500 ଖ୍ରୀଷ୍ଟାବ୍ଦରୁ 1000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପ୍ରାକୃତ ଭାଷା ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ପୈଶାଚୀ ଓ ଅର୍ଦ୍ଧମାଗଧୀ ଏହିପରି 5ଟି ଭାଗରେ ବିଭକ୍ତ ହୋଇଥିଲା। ମାଗଧୀ ପ୍ରାକୃତର ଅନ୍ୟତମ ଶାଖା ହେଉଛି ପୂର୍ବୀ ମାଗଧୀ। ଏହି ଅପଭ୍ରଂଶରୁ ପରବର୍ତ୍ତୀ ସମୟରେ ସୃଷ୍ଟି ଲାଭ କରିଛି ଓଡ଼ିଆ ଭାଷା। ପୂର୍ବୀ ମାଗଧୀ ଅପଭ୍ରଂଶ
ଉତ୍ତର ପୂର୍ବ ମାଗଧୀ, ପୂର୍ବୀ ମାଗଧୀ ଓ ଦକ୍ଷିଣ ପୂର୍ବୀ ମାଗଧୀ ଏହିପରି ଦୁଇଟି ଭାଗରେ ବିଭକ୍ତ ହୋଇଥିଲା। ବଙ୍ଗାଳୀ ଓ ଆସାମୀ ଭାଷା ହେଉଛି ଉତ୍ତରୀ ମାଗଧୀ ଅପଭ୍ରଂଶ ଅନ୍ତର୍ଭୁକ୍ତ ଏବଂ ଓଡ଼ିଆ ହେଉଛି ପୂର୍ବୀ ମାଗଧୀ ଅପଭ୍ରଂଶ ଅନ୍ତର୍ଭୁକ୍ତ। ଦକ୍ଷିଣ ପୂର୍ବୀ ମାଗଧୀ ଅପଭ୍ରଂଶର ଅନ୍ୟ ନାମ ହେଉଛି ଓଡ୍ରି ଅପଭ୍ରଂଶ। ଦକ୍ଷିଣ ପୂର୍ବୀ ମାଗଧୀ ଅପଭ୍ରଂଶର ଅନ୍ୟ ନାମ ଓଡ୍ରି ଅପଭ୍ରଂଶ। ଏହି ଓଡ୍ରି ଅପଭ୍ରଂଶ ପୂର୍ବୀ ମାଗଧୀ ଅପଭ୍ରଂଶର ମଧ୍ୟ ଏକ ଶାଖା। ଏଥିରୁ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା ଓଡ଼ିଆର ସୃଷ୍ଟି, ଅର୍ଥାତ୍ ଦକ୍ଷିଣ ପୂର୍ବୀ ମାଗଧୀ ଅପଭ୍ରଂଶ, ଯାହାର କି ଆଉ ଗୋଟେ ନାଁ ହେଲା ଓଡ୍ରି ଅପଭ୍ରଂଶ। ଆଉ ଏହି ଓଡ୍ରି ଅପଭ୍ରଂଶଟି ପୂର୍ବୀ ମାଗଧୀ ଅପଭ୍ରଂଶର ଗୋଟେ ଶାଖା ହେଇଥିବାରୁ ଏହି ଓଡ଼ିଆ ଭାଷା ଏହାରୁ ବା ଏହି ପୂର୍ବୀ ମାଗଧୀ ଅପଭ୍ରଂଶର ସୃଷ୍ଟି ବୋଲି ଭରତ ତାଙ୍କର ନାଟ୍ୟଶାସ୍ତ୍ରରେ ଯେଉଁ ଔଡ୍ରି ବିଭାଷା ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ତାହା ହିଁ ଏହି ଔଡ୍ରି ଅପଭ୍ରଂଶୀ ବା ଯାହାକି ଏହି ଦକ୍ଷିଣ ପୂର୍ବୀ ମାଗଧୀ ଅପଭ୍ରଂଶର ଗୋଟିଏ ଶାଖା ବିଶିଷ୍ଟ ବା ଯାହାକୁ କୁହାଯାଉଥିଲା ପୂର୍ବୀ ମାଗଧୀ ଅପଭ୍ରଂଶ। ଏଣୁ ଯଥାର୍ଥରେ କୁହାଯାଏ ଓଡ଼ିଆ ଭାଷା ହେଉଛି ପୂର୍ବୀ ମାଗଧୀ ଅପଭ୍ରଂଶରୁ ସୃଷ୍ଟି। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ସ୍ୱତନ୍ତ୍ର ରୂପ ନେଇ ବିକାଶ ଲାଭ କରିଥିବା କଥା ମଧ୍ୟ ସୂଚନା ପ୍ରଦାନ କରନ୍ତି ଚୀନ ପରିବ୍ରାଜକ ହୁଏନ୍ସାଂ ନିଜର ବିବରଣୀ ମାଧ୍ୟମରେ। ଉତ୍କଳକୁ ଅତୀତରେ କୁହାଯାଉଥିଲା ଓଡ୍ର ଦେଶ। ଏହି ଓଡ୍ର ଦେଶର କଥିତ ଭାଷାରେ ସୌରସେନୀ ଓ ଶବର ଭାଷାର ମିଶ୍ରଣ ଯୋଗୁଁ ଓଡ୍ରି ଅପଭ୍ରଂଶ ସୃଷ୍ଟି ହୋଇଥିଲା। ତେଣୁ ପ୍ରାଚୀନ ଓଡ଼ିଆ ଭାଷା ଭାରତୀୟ ଆର୍ଯ୍ୟ, ଦ୍ରାବିଡ଼, ଅଷ୍ଟ୍ରିକ ଗୋଷ୍ଠୀ ଭାଷାର ଇଏ ଥିଲା ଏକ ଚମତ୍କାର ମିଳନ। ତେଣୁ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟ ଭାଷା ଥିଲା, ଦ୍ରାବିଡ଼ ଭାଷା ଏବଂ ଅଷ୍ଟ୍ରିକ ଭାଷା ଗୋଷ୍ଠୀର ଚମତ୍କାର ମିଳନ ଘଟିଥିଲା। ସପ୍ତମ ଶତାବ୍ଦୀ ବେଳକୁ ଏହି ମିଳନ ସଂଘଟିତ ହୋଇସାରିଥିଲା। ଏହି ସମୟ ଓ ପରବର୍ତ୍ତୀ କାଳରେ ଖୋଦିତ ବିଭିନ୍ନ ଶିଳାଲେଖରେ ଓଡ଼ିଆ ଭାଷାର ଅନେକ ଉଦାହରଣ ଦେଖିବାକୁ ମିଳେ। ବିଭିନ୍ନ ପ୍ରାଚୀନ ଅଭିଲେଖ ଯଥା ମାଧବ ବର୍ମାଙ୍କ ତାମ୍ରଶାସନ, ଅନନ୍ତଦେବ ବର୍ମାଙ୍କ ତାମ୍ରଶାସନ, ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଉର୍ଜାମ ଶିଳାଲେଖ, ଭୁବନେଶ୍ୱରରୁ ଆବିଷ୍କୃତ ଦ୍ୱିତୀୟ ନରସିଂହ ଦେବଙ୍କ ଦ୍ୱିଭାଷିକ ଶିଳାଲେଖ, ତ୍ରିମାଳି ମଠସ୍ଥିତ ତାମ୍ରଶାସନ, ଚତୁର୍ଥ ନରସିଂହ ଦେବଙ୍କ ପୁରୀ ଶଙ୍କରାନନ୍ଦ ମଠର ତାମ୍ରଫଳକ, ଚତୁର୍ଥ ନରସିଂହ ଦେବଙ୍କ ଯାଜପୁରର ସିଦ୍ଧେଶ୍ୱର ମନ୍ଦିରସ୍ଥ ସ୍ତମ୍ଭ ଅଭିଲେଖ ଆଦିରେ ଓଡ଼ିଆ ଭାଷାର ଯେଉଁ ସୂଚନା ମିଳେ, ସେଥିରୁ ଏହି ଭାଷାର ଏକ କ୍ରମବିକଶିତ ରୂପ ଦେଖିବାକୁ ମିଳେ। ସପ୍ତମ ଅଷ୍ଟମ ଶତକ ବେଳକୁ ଓଡ଼ିଆ ଭାଷାର ଏକ ବିକଶିତ ରୂପ ପରିଲକ୍ଷିତ ହୋଇଥାଏ। ବିଭିନ୍ନ ଗବେଷକଗଣ ମତ ଦେଇ କହିଥାନ୍ତି ଯେ 84 ସିଦ୍ଧାଚାର୍ଯ୍ୟମାନଙ୍କ ମଧ୍ୟରୁ କେତେକ ଥିଲେ ଓଡ଼ିଶାର ଲୋକ। ତେଣୁ ଚର୍ଯା ଗୀତିକା ଗୁଡ଼ିକରେ ଓଡ଼ିଆ ଭାଷାର ବହୁ ଶବ୍ଦ ପରିଲକ୍ଷିତ ହେବା ସ୍ୱାଭାବିକ। ଅନୁଦିନ, ଅନ୍ତରେ, ଅନ୍ଧାର, ଅବର, ଆଇଲା, ଆଜି, ଉଆସ, ଏଉ, ଏକେଲି, କରିଆ ବା କରି ଯାହାକି କହିଁ ବା କାହିଁ, କାଅ ବା କାୟା, କାହାରେ, କାହ୍ନୁ, କିସ, କୋଡ଼ିଆ, କେଡ଼ୁଆଳ ବା କେରୁଆଳ, କୋଇ ବା କେହି, ଖଟ୍ଟେ ବା ଖଟ୍ଟେ, ଖାଇବ, ଖେଳ, ଗଢ଼ିଲି, ଗାଈ, ଗିବତ, ଗୁଞ୍ଜରି, ଗେଲ, ଘିନି, ଘୁମେଇ, ଘୋରି, ଚଉ, ଚଉଠ, ଚାଙ୍ଗେଡ଼ା, ଚାରି, ଚାହନ୍ତେ, ଚିନ୍ତଇ, ଛାଇଲି, ଛାର, ଜାଗନ୍ତେ, ଜାହେର, ଜୀବନ୍ତେ, ଠାକୁର, ତହି, ତୁଟଇ, ତୁଲେ, ତେନ୍ତୁଳି, ତୋହରି, ବାରି, ଦେଉ, ଦେଖଇ, ଧାମ, ନଣନ୍ଦ, ନାଚ, ପାବତ, ପୁଛଇ, ଫିଟେଲି, ବଖାଣି, ବଡ଼ିଆ, ବିଟାଳ, ବିଳସଇ, ବୁଡ଼ନ୍ତେ, ବୋଲଇ, ଭଣଇ, ଭୋଳା, ମରଇ, ମୋର, ମୋରଙ୍ଗି, ଲାଙ୍ଗ, ସାକ୍ଷୀ, ସୁଣ୍ଡିଣି, ହାଣ୍ଡି, ହୋଇ, ହୋଇବ ଏହିସବୁ ବହୁ ଓଡ଼ିଆ ଶବ୍ଦ ଚର୍ଯା ଗୀତିକା ଗୁଡ଼ିକରେ ଉପଲବ୍ଧ ହେଉଥିବାରୁ ଏତେବେଳକୁ ଓଡ଼ିଆ ଭାଷା ଏକ
ନିରାପଦ ସ୍ଥିତିରେ ପହଞ୍ଚିଥିବା ଅନୁମାନ କରାଯାଇପାରେ। କେତୋଟି ଉଦାହରଣରୁ ଏହା ଅଧିକ ସ୍ପଷ୍ଟ ହୋଇପାରିବ, ଯଥା କା ତରୁ ବର ପଞ୍ଚ ବିଡ଼ାଳ, ଚଞ୍ଚଳ ଚିଏ ପଇଠା କାଳ, ଦୃଢ଼ କରିୟ ମହାସୁଖ ପରିମାଣ, ଲୁଇ ଭଣଇ ଗୁରୁ ପୁଛ ଜାଣ। ଲୁଇ ପାଦ ଲେଖିଛନ୍ତି। ସେହିପରି ନାନା ତରୁବର ମଳିଲରେ ଗଣତ ଲାଗେଲି ଡାଳି, ଏକେଲି ସବରି ଏବଣ ହିଣ୍ଡଇ, କର୍ଣ୍ଣ କୁଣ୍ଡଳ ବଜ୍ରଧାରୀ, ଢିଓ ଧାଉ ଖାଟ ପାଡ଼ିଲା ସବରି, ମହାସୁଖେ ସେଜ ଛାଇଲି, ସବର ଭୁଜଙ୍ଗ ନୈରାମଣି ଧାରୀ, ପ୍ରେମହ ରାତି ପୋହାଇଲି। ସବରିପାଦଙ୍କ ବର୍ଣ୍ଣନା। ସେହିପରି ନଗର ବାହିରେ ଡମ୍ବି ତୋହରି କୁଡ଼ିଆ, ଛୋଇ ଛୋଇ ଯାଇ ସୋ ବ୍ରାହ୍ମଣ ନାଡ଼ିଆ, ଆଲୋ ଡାମ୍ବି ତୋଏ ସମ କରିବ ମୋ ସଙ୍ଗ, ନିଘନ କାହ୍ନ କାପାଳି ଜୋଇ ଲାଙ୍ଗ। କାହ୍ନୁପାଦଙ୍କ ରଚନା। ସେହିପରି ଦେଖିବା ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ଭାଷାର ସ୍ୱରୂପ କିପରି ଥିଲା। ଓଡ଼ିଆ ଭାଷାର ଅରୁଣୋଦୟ କାଳରେ ସାରଳା ଦାସ ତାକୁ ପ୍ରଦାନ କଲେ ଏକ ବିରାଟ ଭିତ୍ତିଭୂମି। ତାଙ୍କର ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦିରେ ଖାଣ୍ଟି ଓଡ଼ିଆ ଭାଷା ତାର ଆଭିଜାତ୍ୟ ଫେରି ପାଇଲା। ସେ ଭାଷାକୁ ଦେଲେ ନୂଆ ରୂପ। ତାଙ୍କ ବିରାଟ ମହାଭାରତରେ ଗୋଟିଏ ଜାତିର ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ଜୀବନ ପରିସ୍ଫୁଟ ହୋଇ ଉଠିଲା। ଲୋକକଥିତ ଭାଷା ସାହିତ୍ୟିକ ମର୍ଯ୍ୟାଦା ଲାଭ କଲା ସାରଳା ଦାସଙ୍କ କୃତିରେ। ଓଡ଼ିଶାର ଜାତୀୟ ଜୀବନକୁ ସଂଗଠିତ, ସୁଦୃଢ଼ ଓ ସ୍ୱାଭିମାନ କରିବା କ୍ଷେତ୍ରରେ ରାଜା କପିଳେନ୍ଦ୍ର ଦେବଙ୍କ ଭୂମିକା ଯାହା, ଭାଷା ଓ ସାହିତ୍ୟକୁ ସମୃଦ୍ଧ, ମର୍ଯ୍ୟାଦାବନ୍ତ ଓ ସୌକୁମାର୍ଯ୍ୟ ପ୍ରଦାନ କରିବା କ୍ଷେତ୍ରରେ ସାରଳା ଦାସଙ୍କ ଭୂମିକା ଥିଲା ଠିକ୍ ସେଇଆ। ଜଣେ ଥିଲେ ଦେଶର ରାଜା, ଅନ୍ୟ ଜଣେ ଥିଲେ ଭାଷାର ରାଜା। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ପ୍ରତ୍ୟେକଟି ବିଭାବ ରୁଦ୍ଧିମନ୍ତ ସାରଳାଙ୍କ ଉଚ୍ଚମାନର କୃତିରେ। ଚର୍ଯା ଗୀତିକା ପରେ ଅମରକୋଷ ଓ ବର୍ଚ୍ଛା ଦାସଙ୍କ କଳସା ଚଉତିଶାକୁ ଛାଡ଼ିଦେଲେ ଆଉ ବିଶେଷ କିଛି ସାହିତ୍ୟିକ କୃତି ପରିଲକ୍ଷିତ ହୁଏ ନାହିଁ, କେବଳ ସାରଳା ଦାସଙ୍କ ବିରାଟ ସୃଷ୍ଟି ବ୍ୟତୀତ। ପଞ୍ଚଦଶ ଶତକ ବେଳକୁ ଓଡ଼ିଆ ଭାଷା ଓ ଲିପି ପ୍ରତିଷ୍ଠିତ ହୋଇସାରିଥିବା ବିଷୟ ସାରଳା ଦାସଙ୍କ ମହାଭାରତରେ ଦେଖାଯାଏ। ସାନ୍ଦୀପନୀ ଋଷିଙ୍କ ନିକଟରୁ ଶ୍ରୀକୃଷ୍ଣ ବିଦ୍ୟା ଶିକ୍ଷା ସମୟରେ ସାରଳା ଦାସ ସେ ସମୟରେ ପ୍ରଚଳିତ ବିଭିନ୍ନ ଭାରତୀୟ ଭାଷା ଓ ଲିପି ସମ୍ପର୍କରେ ସୂଚନା ଦେବା ପର୍ଯ୍ୟାୟରେ ଓଡ଼ିଆ ଭାଷା ଓ ଲିପିର ନାମୋଲ୍ଲେଖ ସେ କରିଛନ୍ତି। ଯେପରିକି ଓଡ଼ିଆ ତେଲିଙ୍ଗି ଯେ ନାଗେରୀ ଦକ୍ଷିଣୀ, କନାଉଜ ଆହରଣ ଗଉଡ଼ି ଆଚକ୍ରାୟଣୀ। ତେଣୁ ସାରଳା ଦାସଙ୍କ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଦି ପ୍ରାଚୀନ ଓଡ଼ିଆ ଭାଷାର ଏକ ବିରାଟ ଶବ୍ଦ ବିଭବ, ଯାହାର ପ୍ରାକୃତ ଓ ଅପଭ୍ରଂଶ ଭାଷା ସହିତ ଏକ ନିଗୁଢ଼ ସମ୍ପର୍କ ରହିଛି। ଦେଶଜ ଶବ୍ଦକୁ ସାହିତ୍ୟିକ ମର୍ଯ୍ୟାଦା ଦେଇ ସାରଳା ଦାସ ଏ ଜାତି ପାଇଁ ଏକ ବିରାଟ କାର୍ଯ୍ୟ ସମ୍ପାଦନ କରିଯାଇଛନ୍ତି। ସେହିପରି ପ୍ରାଚୀନ ଓଡ଼ିଆ ଦେଶଜ ଶବ୍ଦ ଗୁଡ଼ିକ ମଧ୍ୟରୁ ନିମ୍ନରେ ଅଳ୍ପ କେତୋଟି ଉଦାହରଣ ଆମେ ଦେଉଛୁ, ଯେଉଁଥିରେ କି ରହିଲା ଅଏଁଳା, ଅଘୋର, ଅତ୍ୟନ୍ତ, ଅନର୍ଯାପ, ଅନୁପାସ, ଅମୀୟ, ଅରିଷ୍ଟି, ଆଜ୍ଞାଣୀ, ଆବର, ଆରେକ, ଆସ୍ୟ, ଉଭା, ଏସନ, ଉଡ଼ଣୀ, କଟାଳ, କପୁର, କରତାର, କପଟି, କେବଣ, ଗାଜଇ, ଘରଣୀ, ଘାଟୋଇ, ଛଡ଼ା ଅର୍ଥାତ୍ ମାଇ ବାଛୁରୀ, ଝାଟୁଆ ମାନେ ଛାଞ୍ଚୁଣି, ଝାସ, ଠାକୁର, ତଡ଼ତେ, ତିମ, ତମ, ଥାଟ, ଦାରେକି, ପଡ଼ାପଡ଼ି, ତର୍ଜନ୍ତୀ, ଗର୍ଜନ୍ତୀ, ଘୃତ ସଂଯୋଗରେ ଜହ୍ନେ ବହ୍ନି ବିକରାଳ, ଶରୀର ଦିଶିଲା ଯେ କିଂସୁକ ପୁଷ୍ପ ପ୍ରାୟ, କଣଏ ପର୍ବତେ କେ ଦିଶେ ମେଘମାଳା। ଏହିସବୁ ଇତ୍ୟାଦି ବହୁ ଆଳଙ୍କରିକ ଶବ୍ଦ ମଧ୍ୟ ଏହିସବୁ ଶବ୍ଦ ବିଭବକୁ ସାରଳା ଦାସଙ୍କ ମହାଭାରତ ଓ ଅନ୍ୟାନ୍ୟ ରଚନାରେ ମଧ୍ୟ ଅନୁସନ୍ଧାନ କରାଯାଇପାରେ। ସେହିପରି ରହିଛି ଷୋଡ଼ଶ ଶତକରେ ମଧ୍ୟ ଓଡ଼ିଆ ଭାଷାର ସ୍ୱରୂପ। ଯେପରିକି ସାରଳା ଦାସ ଓଡ଼ିଆ ଭାଷା ଓ ସାହିତ୍ୟକୁ ଯେଉଁ ବିଶାଳ ଭିତ୍ତିଭୂମି ପ୍ରଦାନ କଲେ, ପରବର୍ତ୍ତୀ କାଳରେ ଷୋଡ଼ଶ ଶତକରେ ପଞ୍ଚସଖା ସ୍ରଷ୍ଟାଗଣ ତା ଉପରେ ନିର୍ମାଣ କଲେ ଭାଷା ଓ ସାହିତ୍ୟର ବିରାଟ ହର୍ମ୍ୟ। ବଳରାମ ଦାସଙ୍କ ରାମାୟଣ ଓ ଅନ୍ୟାନ୍ୟ ରଚନା
जगन्नाथ दास को भागवत और अन्यान्य रचना, अच्युतानंद दास को हरिवंश एवं अन्यान्य रचना तथा अनंत दास जशवंत दास को विभिन्न रचनावली ओडिया भाषा एवं साहित्य गोटे गोटे अपूर्व रत्न। बलराम दास सारला दास परी रामायण रे ओडिशार नद नदी पर्वत प्रवृत्तिर वर्णना प्रदान करने संगे ओडिशार समाज और संस्कृति को यथासंभव प्रतिफलित करने को चाहिए। जगन्नाथ दास भागवतर लालित्य अपूर्व शब्द योजना और भक्ति भावना ओडिशार पुरपल्ली रे एते दूर आदृत होता जे 16 शतकर ओडिशार प्रत्येक ग्राम रे गोटे गोटे भागवत टुंगी गढ़ी उठिला। यही समय ओडिया पद्य और गद्यर पर्याप्त विकास साधित होता। जगन्नाथ दास प्राकृत भाषा रे भागवत रचना करथिबा कथा बारंबार उल्लेख करछंती। यथा प्राकृत बंधे भागवत कहई दास जगन्नाथ, से कथा प्राकृते प्रकाश आरंभे जगन्नाथ दास। तेणु भागवत रे तत्सम तद्भव और देशज शब्दर चमत्कार सम्मिश्रण घटी। भागवत केतोटी शब्द एठारे उल्लेख करा जाय परे, जेपरिक अड़ा अर्थात अनिष्ट, आई आड़तिया, ओढ़ियाणी, काछे, गोई, घट्ट, जमाड़ी, गप, निउछाड़ी, धातिकारे, पथुकी, पांडोई, पाय, पियर, बलियार, बहन, बहेणी, बालुत, मरीची, राढ़, शयल, सद्ध, हादे, हिया एसबू। तेणु बलराम दास को दांडी रामायण किछि तत्सम शब्द और बहु परिमाण रे तद्भव एवं देशज शब्दर व्यवहार परिलक्षित होता है। यथा ब्राह्मण, तनय, सर्वकार्य, सुज्ञ, सुजन, संपूर्ण, जगन्मोहन इत्यादि तत्सम शब्द। सेपरि द्रपण, साहेर, अटाड़ी, निभाई, बहेणी, मुणोही, बखाण, खंब, मुरती, स्नाहन, रहुबरा, पहांती, पड़िहारी, मुकुता आदि सब तद्भव शब्द। गुड़गुंजा, खोरा, कत्ती, एणे, उलुणी, तेणुकी, ठाब, हुलु, हुड़हुड़ी, खोरा ए सब देशज शब्द। एतद् व्यतीत मादल पांजी, रुद्र, सुधानिधि आदिर गद्य भाषा ओडिया भाषा को देछि गोटे गोटे नुआ रूप। देखिया वर्तमान मध्ययुगीय साहित्य किपरि ओडिया भाषार स्वरूप रही। सप्तदश शतकर आद्यपादर 19 शतकर आद्यपाद पर्यंत समय साधारणतः ओडिया साहित्य रीतिजुग बा मध्ययुग बोली कहा जाए। सप्तदश शतकरू 19 शतकर आद्यपाद पर्यंत यही समय कविगण संस्कृत साहित्य को आदर्श रूपे रखी साहित्य रचना प्रवृत्त होइथिबारु तत्सम भाषार प्रभाव विशेष भाव में परिलक्षित होता है। पुणी संस्कृत अलंकार शास्त्र गुड़िकर नियम कानून को अधिकांश क्षेत्र में अनुसरण करा जाइथिबारु पांडित्यपूर्ण साहित्यर अबाध प्रवाह ओडिया रीति साहित्य को समृद्ध करिबारे सहायता करिछि। रस, रीति, गुण, ध्वनि, वक्रोक्ति, औचित्य, अलंकार आदिर प्रयोग जोगु देशज भाषा धीरे धीरे दूरे जाइछि साहित्यरू। शब्दालंकार और अर्थालंकार बहुल प्रयोग संसाधित होइछि। संस्कृत प्रतिस्पर्धी साहित्य रचना करिबा पई प्रवणता प्रकाश पाइछि कविमानक मध्यरे। यह सत्वे अनेक गीति कविता यही समय सृष्टि होइथिबारु सरल और तरल भाषा संपन्न अपांक्तय होई पड़ी नाही। धनंजय भंज, उपेन्द्र भंज, ब्रजनाथ बड़जना, कवि सूर्य बलदेव रथ, अभिमन्यु सामंत सिंहार, बनमाड़ी, गोपाल कृष्ण आदि बहु कवि यही साहित्य समृद्ध करि जाइछन्ति। सांगीतिकता साहित्यर अंतः सौंदर्य को वृद्धि करि पारिछि। विभिन्न छंदर प्रयोग जोगु काव्य होइछि राग रागिणी युक्त। यार सांगीतिक गुण बौद्धिक पाठक ठारू साधारण लोकमानक पर्यंत समस्त को बांधि पारिछि। विभिन्न अक्षर नियम को आखिरे रखी विभिन्न चौतीसा, चौपदी, छांद इत्यादि सब रचना करा जाइछि। तत्सम, तद्भव, देशज और केतेक जावनिक तथा वैदेशिक शब्दर व्यवहार यही समय साहित्यर शब्द भंडार को समृद्ध करि पारिछि। देखिबा आधुनिक जुगरे किपरि रहिछि ओडिया भाषार स्वरूप। 1803 मसीह इंग्रेज माने ओडिशा अधिकार करिबा परे सेमाने ए देश रे निज भाषार प्रसार निमित्त उद्यम आरंभ कले। प्रथम पर्यायर ए क्षेत्र में विफल हेबारु से इंग्रेजी भाषा को सरकारी चाकरी माध्यम रूपे ग्रहण कले।
1835 ଲର୍ଡ଼ ମାକେଲଙ୍କ ନୂଆ ଶିକ୍ଷାନୀତି ଓ ପରେ ପରେ ଲର୍ଡ଼ ହାର୍ଡିଞ୍ଜଙ୍କ ଶିକ୍ଷାନୀତିର ପ୍ରଣୟନ ଯୋଗୁଁ ଧୀରେ ଧୀରେ ପାଶ୍ଚାତ୍ୟ ଶିକ୍ଷା ପ୍ରତି ଓଡ଼ିଆମାନଙ୍କ ମନରେ ଅନୁରାଗ ସୃଷ୍ଟି ହେଲା। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଦେଶୀ ଭାଷା ଭାବରେ କିଛି ପାରସିକ, ଆରବିକ, ତୁର୍କ ଓ ପର୍ତ୍ତୁଗୀଜ ଶବ୍ଦ ଓଡ଼ିଆ ସାହିତ୍ୟରେ ପ୍ରବେଶ କରିଥିଲା। ମାତ୍ର ଊନବିଂଶ ଶତକର ମଧ୍ୟଭାଗରୁ ଇଂରାଜୀ ଶବ୍ଦର ବହୁଳ ପ୍ରୟୋଗ ବା ବ୍ୟବହାର ଏହି ସାହିତ୍ୟ ରାଜ୍ୟରେ ପରିଲକ୍ଷିତ ହେଲା। ଇଂରାଜୀ ଶବ୍ଦର ବହୁଳତା ରହିଥିଲେ ହେଁ ଫରାସୀ, ଓଲନ୍ଦାଜ, ଗ୍ରୀକ୍, ଜର୍ମାନ, ଲାଟିନ୍, ସ୍ପେନୀୟ, ଇଟାଲୀୟ, ରୁଷୀୟ, ଜାପାନୀ, ତିବ୍ବତୀୟ ଆଦି ଭାଷାର କିଛି ଶବ୍ଦ ମଧ୍ୟ ଓଡ଼ିଆ ଶବ୍ଦ ଭଣ୍ଡାରକୁ ପ୍ରବେଶ କରିବାର ସୁଯୋଗ ଲାଭ କଲା। ଏଣୁ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟର ବିପୁଳ ଐଶ୍ୱର୍ଯ୍ୟ ପରିଲକ୍ଷିତ ହୋଇଥାଏ। ରାଧାନାଥ, ଫକୀରମୋହନ, ନନ୍ଦକିଶୋର, ମଧୁସୂଦନ, ଗଙ୍ଗାଧର ଆଦି ଯେଉଁ ନୂତନ ସାହିତ୍ୟର ଧାରା ସୃଷ୍ଟି କଲେ, ସତ୍ୟବାଦୀର ସାଧକ ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ ତାହାକୁ ଅଧିକ ସମୃଦ୍ଧ କରିପାରିଲେ। ପରବର୍ତ୍ତୀ ସମୟରେ କାଳିନ୍ଦୀ ଚରଣ, ଅନ୍ନଦା ଶଙ୍କର, ବୈକୁଣ୍ଠନାଥ, ଶରତଚନ୍ଦ୍ର, ହରିହର, ରାମପ୍ରସାଦ, ଭଗବତୀ ଚରଣ ପାଣିଗ୍ରାହୀ, ଅନନ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ ଆଦି ସାଧକଗଣଙ୍କ ପ୍ରଚେଷ୍ଟାରେ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଘଟିଲା। ଗଳ୍ପ, ଉପନ୍ୟାସ, କବିତା, ନାଟକ, ପ୍ରବନ୍ଧ, ଭ୍ରମଣ ସାହିତ୍ୟ, ଜୀବନୀ ସାହିତ୍ୟ, ଶିଶୁ ସାହିତ୍ୟ ଆଦି ପ୍ରଚୁର ପରିମାଣରେ ରଚନା ହେବା ଯୋଗୁଁ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେଲା। ବିଭିନ୍ନ ଭାଷାର ଶବ୍ଦ ଓଡ଼ିଆ ଭାଷାରେ ଗୃହୀତ ହେବାରୁ ଏହାର ଶବ୍ଦ ଭଣ୍ଡାର ମଧ୍ୟ ବୃଦ୍ଧି ପାଇଲା। ଭାଷା ଆନ୍ଦୋଳନ, ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନ ଯୋଗୁଁ ଓଡ଼ିଆମାନଙ୍କର ସ୍ୱାଭିମାନ ଅନ୍ୟମାନଙ୍କ ଦ୍ୱାରା ସ୍ୱୀକୃତି ଲାଭ କଲା। ଏହାଦ୍ୱାରା ଉଭୟ ଭାଷା ଓ ସାହିତ୍ୟର ଯେ ବିକାଶ ସାଧିତ ହୋଇଛି, ଏ କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଦେଖିବା ଓଡ଼ିଆ ଲିପି। ଉଚ୍ଚାରିତ ଧ୍ୱନିକୁ ଯିଏ ରୂପାୟିତ କରେ ତାକୁ ଲିପି କୁହାଯାଏ। ଗବେଷକମାନଙ୍କ ମତରେ ଚିତ୍ରଲିପି ହେଉଛି ଲିପିର ପ୍ରାଥମିକ ରୂପ। ଭାରତବର୍ଷରେ ଆବିଷ୍କୃତ ହୋଇଥିବା ଲିପିମାନଙ୍କ ମଧ୍ୟରେ ସୈନ୍ଧବ ଲିପି ହେଉଛି ପ୍ରାଚୀନତମ। ମାତ୍ର ପଠିତବ୍ୟ ଲିପିମାନଙ୍କ ମଧ୍ୟରେ ପ୍ରାଚୀନ ବ୍ରାହ୍ମୀ ଲିପି ହେଉଛି ସର୍ବପ୍ରଥମ। ସାଧାରଣତଃ ଲିପି ବିଶେଷଜ୍ଞଙ୍କ ମତରେ ଭାରତବର୍ଷରେ ଖରଷ୍ଟ୍ରୀ ଓ ବ୍ରାହ୍ମୀ ଲିପି ଏହିପରି ଦୁଇଟି ଲିପି ପ୍ରଚଳିତ ଥିଲା। ବର୍ତ୍ତମାନ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାମାନଙ୍କ ପାଇଁ ଯେଉଁ ସମସ୍ତ ଲିପି ବ୍ୟବହୃତ ହେଉଛି, ତାହାର ମୂଳ ହେଉଛି ବ୍ରାହ୍ମୀ ଲିପି। ଅନ୍ୟାନ୍ୟ ଭାରତୀୟ ଲିପିମାନଙ୍କ ପରି ଓଡ଼ିଆ ଲିପି ବ୍ରାହ୍ମୀ ଲିପିର କ୍ରମବିବର୍ତ୍ତନ ଫଳରେ ଜନ୍ମ ହୋଇଛି। ଲିପି ବିଶେଷଜ୍ଞମାନଙ୍କ ମତରେ ବ୍ରାହ୍ମୀ ଲିପି ବିଭିନ୍ନ ସ୍ତର ଦେଇ ଗତି କରି ଆସିଛି। ପ୍ରଥମ ସ୍ତର ହେଉଛି ପ୍ରାଚୀନ ବ୍ରାହ୍ମୀ ଲିପି, ଯାହାକି ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀ ମଧ୍ୟରେ, ଯାହା ଅଶୋକଙ୍କ ଅନୁଶାସନ ଏହି ଲିପିରେ ହିଁ ଖୋଦିତ। ଧଉଳି ଓ ଜଉଗଡ଼ର ଧର୍ମାନୁଶାସନ ଗୁଡ଼ିକ ପାଇଁ ଏହି ଲିପି ହିଁ ବ୍ୟବହୃତ। ପରବର୍ତ୍ତୀ ବ୍ରାହ୍ମୀ ଲିପିର ସମୟ ହେଉଛି ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀରୁ ଖ୍ରୀଷ୍ଟୀୟ 3ୟ ଶତାବ୍ଦୀ। ଅଞ୍ଚଳ ଭେଦରେ ପ୍ରାଚୀନ ବ୍ରାହ୍ମୀ ଲିପିର କେତେକ ପରିବର୍ତ୍ତନ ମଧ୍ୟ ଲକ୍ଷ୍ୟ କରାଗଲା। ମୁଖ୍ୟତଃ କୁଷାଣ ଶାସନରେ ଏହି ଲିପିର ବ୍ୟବହାର ହୋଇଥିବାରୁ କେହି କେହି ଏହାକୁ କୁଷାଣକାଳୀନ ବ୍ରାହ୍ମୀ ଲିପି ମଧ୍ୟ କହିଥାନ୍ତି। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଏହାର ବ୍ୟବହାର ହୋଇଛି। ଏହାର ପରବର୍ତ୍ତୀ ବିକାଶ ହେଉଛି ଗୁପ୍ତକାଳୀନ ଲିପି, ଯାହାକି ଖ୍ରୀଷ୍ଟୀୟ 4ର୍ଥ ଶତାବ୍ଦୀରୁ 7ମ ଶତାବ୍ଦୀ। ଗୁପ୍ତ ରାଜତ୍ୱ କାଳରେ ଏହି ଲିପିର ପ୍ରଚଳନ ଥିଲା। 7ମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ପରିଲକ୍ଷିତ ଲିପି ବିଭିନ୍ନ ନାମରେ ପରିଚିତ। ଏହାକୁ ମଧ୍ୟଯୁଗର କଳିଙ୍ଗ ଲିପି, ସୂକ୍ଷ୍ମକୋଣୀ ଲିପି, କଣ୍ଟକ ଶୀର୍ଷକ ଲିପି, କିଳକ ଶୀର୍ଷକ ଲିପି, କୁଟିଳ ଲିପି ମଧ୍ୟ କୁହାଯାଇଥାଏ। ମହାସାମନ୍ତ ମାଧବ ରାଜାଙ୍କ ଗଞ୍ଜାମ ତାମ୍ରଲେଖ, ଶୁଭକରଙ୍କ ନେଉଳପୁର ଅଭିଲେଖ, ବିଦ୍ୟାଧର ଭଞ୍ଜଙ୍କ ସନନ୍ଦ, କଟକର ସୋମବଂଶୀ ରାଜାଙ୍କ ଅଭିଲେଖ ଆଦିରେ ଏହି ଲିପି ସବୁ ବ୍ୟବହାର କରାଯାଇଛି। ଏକାଦଶ ଶତାବ୍ଦୀରୁ 14ଦଶ ଶତାବ୍ଦୀ ମଧ୍ୟରେ ବ୍ୟବହୃତ ଓଡ଼ିଆ ଲିପିକୁ ପ୍ରତ୍ନ ଓଡ଼ିଆ ଲିପି କୁହାଯାଇଥାଏ। ଏହି ସମୟର ଲିପିର ଆକୃତି ଆଧୁନିକ ଓଡ଼ିଆ ଲିପିର ନିକଟବର୍ତ୍ତୀ, ଯେମିତିକି ଅ, ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ, କ, ଖ, ଗ, ଘ, ଝ, ଠ, ଥ, ଧ, ମ, ଜ, ର, ଳ, ଲ, ବ, ଶ, ତାଲବେଶ, ମୂର୍ଦ୍ଧନ୍ୟସ, ହ ଏହିସବୁ ବର୍ଣ୍ଣଗୁଡ଼ିକ ନିର୍ଦ୍ଦିଷ୍ଟ ଆକୃତି ଗ୍ରହଣ କରିସାରିଥିଲା। ଏହି ସମୟରେ ଆସାମୀ, ବଙ୍ଗଳା ଓ ଓଡ଼ିଆ ଲିପି ମାଧ୍ୟମରେ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଥାଏ।
ଚତୁର୍ଦ୍ଦଶ ଶତକରୁ ଷୋଡ଼ଶ ଶତକ ମଧ୍ୟରେ ବ୍ୟବହୃତ ଓଡ଼ିଆ ଲିପିକୁ ପ୍ରାଚୀନ ଓଡ଼ିଆ ଲିପି କୁହାଯାଏ। ନାଗରୀ ଲିପିର ପ୍ରଭାବ ଏଥିରେ ପରିଲକ୍ଷିତ ହୋଇଥାଏ। ଚତୁର୍ଥ ନରସିଂହ ଦେବଙ୍କ ପୁରୀ ଶଙ୍କରାନନ୍ଦ ମଠର ତାମ୍ରଫଳକ ସନନ୍ଦରେ ଏହି ଲିପିର ବ୍ୟବହାର ହୋଇଛି। ଷୋଡ଼ଶ ଶତାବ୍ଦୀ ଠାରୁ ଏଯାବତ୍ ବ୍ୟବହୃତ ଲିପିକୁ ଆଧୁନିକ ଓଡ଼ିଆ ଲିପି କୁହାଯାଇଥାଏ। ପ୍ରାଚୀନ ଓଡ଼ିଆ ଲିପିର ଉପର ଭାଗର ବକ୍ରରେଖା ଓ ଆଧୁନିକ ଓଡ଼ିଆ ଲିପିର ଗୋଲାକାର ଏହା ଆଧୁନିକ ଲିପିରେ ଗୋଲାକାର ରୂପ ନେଇଛି। ସପ୍ତଦଶ ଶତକ ଠାରୁ ତାଳପତ୍ର ପୋଥି ଶିଳାଲେଖ ମୁଦ୍ରିତ ଗ୍ରନ୍ଥମାନଙ୍କରେ ଏହିସବୁ ଲିପି ବ୍ୟବହୃତ। ଏହି ଲିପି ଲେଖନ ପଦ୍ଧତିର ଦୁଇଟି ପଦ୍ଧତି ରହିଛି। ଗୋଟିଏ ହେଲା ଶିକ୍ଷାୟତନୀୟ ପଦ୍ଧତି, ଆଉ ଗୋଟିଏ କରଣୀ ପଦ୍ଧତି। ସ୍କୁଲ କଲେଜ ତଥା ମୁଦ୍ରିତ ଗ୍ରନ୍ଥମାନଙ୍କରେ ଶିକ୍ଷାୟତନୀ ପଦ୍ଧତି ବ୍ୟବହାର ହେଉଥିଲା ବେଳେ ମୋହରୀମାନଙ୍କ ଦ୍ୱାରା କଚେରୀ କାଗଜପତ୍ରରେ ଓ ତାଳପତ୍ର ପୋଥିରେ କରଣୀ ପଦ୍ଧତି ବ୍ୟବହୃତ। ବର୍ତ୍ତମାନ ଅବଶ୍ୟ ଆଉ କରଣୀ ପଦ୍ଧତିର ବ୍ୟବହାର ହେଉନାହିଁ। ଓଡ଼ିଆ ଲିପିର ବୈଶିଷ୍ଟ୍ୟ ହେଉଛି ଯେ ଏହାର ଶିରୋଦେଶରେ ଅର୍ଦ୍ଧବୃତ୍ତାକାର ମଣ୍ଡଳୀ, ପୁଡ଼ା, ପୃଚ୍ଛ, କୋଣହୀନ କୁଟିଳ ବକ୍ରରେଖା ରହିଥାଏ। ବ୍ରାହ୍ମୀ ଲିପିରୁ ଓଡ଼ିଆ, ବଙ୍ଗଳା, ନାଗରୀ, ଆସାମୀ ପ୍ରଭୃତି ଲିପି ବିକାଶ ଘଟିଥିଲେ ହେଁ ଓଡ଼ିଆ ଲିପି ହେଉଛି ସମ୍ପୂର୍ଣ୍ଣ ରୂପେ ଗୋଲାକୃତି। ଏହି ଦୃଷ୍ଟିରୁ ଏହି ଲିପିର ଏକ ସ୍ୱତନ୍ତ୍ର ବିଶେଷତ୍ୱ ମଧ୍ୟ ରହିଛି। ଏହିପରି ଭାବେ ଓଡ଼ିଆ ଭାଷା କ୍ରମ ବିକଶିତ ହୋଇ ଆଜି ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି।